Dear students, welcome to the English Academy of day 3. Slowly and steadily, we are moving and entering into the deeper part of our lessons. And today, we to learn the first part of speech of English language, that is noun. Last class I told you what do we mean by noun. Noun is a naming word. Noun ଅର୍ଥ କ'ଣ ମୁଁ ଗତ କ୍ଲାସ୍ କହିଥିଲି. Noun is a naming word, means all the names we have given to things, persons and places are nouns. Very simple. ଆମେ ଯାହାର ଯେଉଁ ନାଁ ଦେଇଛେ ସେ ନାଁ ଗୁଡ଼ାକ ହେଉଛନ୍ତି ବିଶେଷ୍ୟ. ଆଉ ପୃଥିବୀରେ ତମେ ଆଖି ବୁଲେଇ ଆଣ, ତମ ଆଖି ଯେଉଁଠି ପଡ଼ିବ ତାର ଗୋଟେ ନାଁ ହେଇଥିବ, ଦିଆଯାଇଥିବ. ଆଉ ସେଇଟା ଆଇଦର ଗୋଟେ ବସ୍ତୁ ହେଇଥିବ, ନହେଲେ ବ୍ୟକ୍ତି ହେଇଥିବ, ନହେଲେ ଜାଗା ହେଇଥିବ. ଆଉ କିଛି ନାହିଁ. ଆଉ ଆଖି କିଛି ଦେଖିପାରିବନି. ସୋ ଆଖି ଯାହା ଦେଖୁଛି, ସିମ୍ପଲ କଥା, ଆଖି ଯାହା ଦେଖୁଛି ସେଟା ସବୁ ନାଉ. ଯଥା ଟେବୁଲ, ଚେୟାର, ବୁକ୍ସ, ଷ୍ଟୁଡେଣ୍ଟସ୍ ଏକ୍ସେଟ୍ରା, ଏସବୁ ନାଉ. ଏବେ କଥା ହେଲା ନାଉନର କ୍ଲାସିଫିକେସନ କ'ଣ, ଶ୍ରେଣୀ ବିଭାଗ. ନାଉନକୁ ପ୍ରଥମ ସ୍ତରରେ ଦୁଇ ଭାଗରେ ବିଭକ୍ତ କରାଯାଇପାରିବ. ଗୋଟେ ହେଉଛି କଂକ୍ରିଟ ଆଉ ଗୋଟେ ହେଉଛି ଆବଷ୍ଟ୍ରାକ୍ଟ. କ'ଣ ହେଲା? କଂକ୍ରିଟ ନାଉନ ଆଉ ଆବଷ୍ଟ୍ରାକ୍ଟ ନାଉନ. ତ କଂକ୍ରିଟ ନାଉନ କ'ଣ? ଯେଉଁ ବସ୍ତୁକୁ ଆମେ ଛୁଇଁ ପାରୁଛେ, ହାତରେ ଧରି ପାରୁଛେ, ଛୁଇଁ ପାରୁଛେ, ସେସବୁ ହେଉଛନ୍ତି କଂକ୍ରିଟ ନାଉନ. ଯେଉଁ ବସ୍ତୁ, ଯେଉଁ କଥା ଅଛି, ଆମେ ଅଛି ବୋଲି ଜାଣୁଛେ କିନ୍ତୁ ଛୁଇଁ ପାରୁନି, ଅନୁଭବ କରୁଛେ, ସେସବୁ ହେଉଛନ୍ତି ଆବଷ୍ଟ୍ରାକ୍ଟ ନାଉନ. ଆମେ ଛୁଇଁଛେ କାହାକୁ? ଟେବୁଲ, ଟ୍ରି, ପେନ୍, ଷ୍ଟୁଡେଣ୍ଟ, ଟିଚର, କପି, ବୁକ୍ସ, ତମେ ଯାହା ପଢ଼ୁଛ, ଏସବୁ ଛୁଇଁ ପାରୁଛେ, ଏମାନେ ସବୁ ହେଲେ କଂକ୍ରିଟ ନାଉନ. କ୍ଲିୟର? ଆମେ ବି ଅନୁଭବ କରିଛେ ଲଭ, affection, anger, honesty, humanity, beauty, ଏସବୁ ଆମେ ଜାଣୁଛେ, ଅନୁଭବ କରୁଛେ, କିନ୍ତୁ ଛୁଇଁ ପାରୁନାହିଁ. ଏସବୁ ହେଉଛନ୍ତି ଆବଷ୍ଟ୍ରାକ୍ଟ ନାଉନ. ତାହେଲେ ଦୁଇଟା କଥା ହେଲା ନାଉନର ପ୍ରଥମ କ୍ଲାସିଫିକେସନ. ଗୋଟେ ହେଲା କଂକ୍ରିଟ, ଗୋଟେ ହେଲା ଆବଷ୍ଟ୍ରାକ୍ଟ. କଂକ୍ରିଟ ନାଉନ ହେଉଛି ଯେଉଁଟା ଆମେ ଛୁଇଁ ପାରୁଛେ. ଆବଷ୍ଟ୍ରାକ୍ଟ ହେଉଛି ଯେଉଁଟା ଆମେ ଛୁଇଁ ପାରୁନେ କିନ୍ତୁ ଅନୁଭବ କରୁଛେ. ଏବେ କଥା ହେଲା ଆବଷ୍ଟ୍ରାକ୍ଟ ନାଉନଟା ରଖିଦିଅ. କଂକ୍ରିଟ ନାଉନଟା ପୁଣି ଭାଗ ଭାଗ ହେଇଯାଇଛି, କ୍ଲାସିଫାଏଡ ହେଇଛି. କଂକ୍ରିଟ ନାଉନଟା କ'ଣ କ'ଣ ହେଇଯାଇଛି? Concrete noun again classified into 7 types. कौन कौन? Common noun, proper noun, collective noun,
noun of multitude, material noun, singular noun and compound noun। କେତେଟା ହେଲା? 7ଟା। ଆଉଥରେ କହିଦେଉଛି। common noun, proper noun, material noun, collective noun, noun of multitude, singular noun and compound noun। ଏଇଭଳିଆ କେତେଟା ହେଲା? କେତେଟା ହେଲା? common, collective, material, proper, noun of multitude, singular noun, compound noun। ये ହେଲା 7। ତାମାନେ କଂକ୍ରିଟ ନାଉନଟାକୁ ଭାଙ୍ଗିଦେଲେ ଆମେ ପୁଣି କେତେଟା ପାଇବା? 7ଟା ନାଉନ ପାଇବା। ଏସବୁ କଂକ୍ରିଟ ନାଉନ ଅଣ୍ଡରରେ। ସେପଟେ କ'ଣ ରହିଲା? ଆବଷ୍ଟ୍ରାକ୍ଟ ନାଉନ। ତାହେଲେ ପୁରା ତଳ ସ୍ତରରେ ଆମେ ପାଉଛେ 8 ପ୍ରକାର ନାଉନ ଆବଷ୍ଟ୍ରାକ୍ଟ ନାଉନକୁ ମିଶେଇକିରି। ଆମେ ଯେଉଁ ନାଉନ ପଢ଼ିଥିବା ହାଇସ୍କୁଲରେ ଆମେ ପଢ଼ିଛେ 5 ପ୍ରକାର: କମନ, ପ୍ରପର, ମେଟେରିଆଲ, କଲେକ୍ଟିଭ ଆଣ୍ଡ ଆବଷ୍ଟ୍ରାକ୍ଟ। ଟିକେ ହାୟର ଗ୍ରାମରରେ କ'ଣ ହେଇଛି ନା ସେଇ ନାଉନ ତାଙ୍କୁ ଟିକେ ଭାଙ୍ଗିକିରି ଛୋଟ ଛୋଟ କରିକିରି ସ୍ପେସିଫାଏ କରିଦିଆହେଇଛି। ଯାହାଦ୍ୱାରା କ'ଣ ହବ ନା ତମେ ସବୁ ନାଉନ ଭିତରେ କ୍ଲିୟର ଡିଷ୍ଟିଂସନ ପାଇପାରିବ ଆଉ ଚିହ୍ନି ପାରିବ ନାଉନଟାକୁ। ବୁଝିଲେ? ଆଚ୍ଛା, ଏବେ କଥା ହେଲା କମନ ନାଉନ କ'ଣ? ନେମ୍ ଅଫ୍ ଅଲ୍ ଥିଙ୍ଗସ୍, ଏନିଥିଙ୍ଗ ୟୁ ସି, କମନ। ଯଥା ମୁଁ କହିବି, କହୁଥିଲି ଟେବୁଲ, ଚେୟାର, ପେନ୍, ବୁକ୍, ଯୋଉଗୁଡ଼ିକ ଗୋଟେ ଶ୍ରେଣୀକୁ ବୁଝାଇବ। ବୁକ୍ କହିଲା ମାନେ ପୁରା ବହିର ଶ୍ରେଣୀଟା। ପେନ୍ କହିଲା ମାନେ ପେନ୍ ଗୋଟେ କ୍ଲାସ୍, ବୁକ୍ ଗୋଟେ କ୍ଲାସ୍। ଚେୟାର କହିଲେ ଅଲ୍ ଚେୟାର୍ସ, ଟେବୁଲ କହିଲେ ଅଲ୍ ଟେବୁଲ୍ସ। ସୋ ଟେବୁଲ ଆଜ୍ ଏ କ୍ଲାସ୍, ଚେୟାର ଆଜ୍ ଏ କ୍ଲାସ୍, pen as a class of things। এটা হল common noun। proper noun କ'ଣ? proper noun name of persons, name of things। ମୁଁ କହିଥିଲି ପ୍ରଥମରୁ ତୁମେ ଯାହା ଦେଖୁଛ ତମ ଆଖି ବୁଲିଲା ପରେ ତୁମେ ବସ୍ତୁ ଦେଖୁଥିବ, ବ୍ୟକ୍ତି ଦେଖୁଥିବ, ନଚେତ୍ ଜାଗାଟା ଦେଖୁଥିବ। ତ ବ୍ୟକ୍ତି ଆଉ ଜାଗାର ନାଁ ହେଉଛନ୍ତି ପ୍ରପର ନାଉନ। ବ୍ୟକ୍ତି ସବୁ ନାଁ ଦିଆହେଇଛି, ଆମେ ସବୁ ଦେଇଛେ। ରାମ, ଗୋବିନ୍ଦ, ଗୋପାଳ, ହରି ଏସବୁ ହେଉଛନ୍ତି ପ୍ରପର ନାଉନ। ନେମ୍ ଅଫ୍ ପ୍ଲେସ୍ ପୁଣି ପ୍ରପର ନାଉନ। ଢେଙ୍କାନାଳ, ଭୁବନେଶ୍ୱର, ଦିଲ୍ଲୀ, ନ୍ୟୁୟର୍କ, ମୁମ୍ବାଇ, କୋଲକାତା, ଯେତେ ଜାଗାର ନାଁ ସବୁ ହେଉଛନ୍ତି ପ୍ରପର ନାଉନ। ତ ପ୍ରପର ନାଉନ ଅର୍ଥ ହେଇଗଲା ନେମ୍ ଅଫ୍ ପ୍ଲେସେସ୍ ଆଣ୍ଡ ନେମ୍ ଅଫ୍ ପର୍ସନ୍ସ। ତାପରେ କ'ଣ ଆସିଲା? କଲେକ୍ଟିଭ ନାଉନ। କଲେକ୍ଟିଭ ନାଉନ କ'ଣ? ଯେତେବେଳେ ଗୁଡ଼ିଏ କମନ ନାଉନ ଏକାଠି ହେଇକିରି ଗୋଟେ ଗ୍ରୁପ ହେଇଯିବେ ଆଉ ସେ ଗ୍ରୁପର ଗୋଟେ ନାଁ ଦିଆଯିବ, ସେ ଗ୍ରୁପ ନାଁଟା ହେଉଛି କଲେକ୍ଟିଭ ନାଉନ। ସପୋଜ ଆମେ କହିବା ଷ୍ଟୁଡେଣ୍ଟ, ଗୋଟେ କମନ ନାଉନ। ତ ବହୁତ ଷ୍ଟୁଡେଣ୍ଟ ଏକାଠି ହେଇଗଲେ ରୁମ୍ରେ ବସିଲେ ଆମେ ତାକୁ କହିବା କ୍ଲାସ୍। ଷ୍ଟୁଡେଣ୍ଟଟା ହେଉଛି କମନ ନାଉନ, କିନ୍ତୁ 1ରୁ ଅଧିକ ଷ୍ଟୁଡେଣ୍ଟ ଏକାଠି ହେଇକିରି ଗୋଟେ ରୁମ୍ରେ ବସିଲେ ଆମେ ତାକୁ କହୁଛେ କ୍ଲାସରୁମ୍। କ୍ଲାସରୁମ୍ କହେ ଆମେ। ଷ୍ଟୁଡେଣ୍ଟ ହେଉଛି କମନ ନାଉନ, କିନ୍ତୁ ଏକାଠି ସେମାନେ ହେଇଗଲେ ଯେଉଁ କ୍ଲାସ୍ ହେଇଗଲା, କ୍ଲାସ୍ଟା ହେଉଛି କଲେକ୍ଟିଭ ନାଉନ। ଆମେ କହୁଛେ ପାର୍ଲାମେଣ୍ଟ, ପାର୍ଲାମେଣ୍ଟ ଇଜ କଲେକ୍ଟିଭ ନାଉନ। କାହିଁକି? ସେଠି MP, MLA ସବୁ ଏକାଠି ବସୁଛନ୍ତି, ସେମାନେ ବସିଲା ମାନେ ହିଁ ତାକୁ କହୁଛେ ପାର୍ଲାମେଣ୍ଟ। ବୁଝିଲେ? ଆମେ କହିବା ମିଟିଂ, ମିଟିଂ ଗୋଟେ କଲେକ୍ଟିଭ ନାଉନ। କାହିଁକି ନା ଗୁଡ଼ିଏ ଲୋକ ଏକାଠି ବସିଲେ ତାକୁ କୁହାଯିବ ମିଟିଂ। ଆମେ କହିବା ଆର୍ମି,
गुड़े सोल्जर एकाठी गले कह आर्मी आर्मी इज ए कलेक्टिव नाउन। अच्छा नाउन ऑफ मल्टीट्यूड सेटा कौन गोटे कलेक्टिव नाउन भितरे थिबा प्रत्येक सिंगुलर एलिमेंट को कह नाउन ऑफ मल्टीट्यूड किंतु से माने कलेक्टिव नाउन माध्यम रे एक्सप्रेस्ड हेबे। सब बेले कलेक्टिव नाउन परे रहिबो सिंगुलर वर्ब, नाउन ऑफ मल्टीट्यूड परे रहिबो प्लूराल वर्ब, कारण अर्थ अलगा हो जिवो। मु सपोज कहबी आर्मी, आर्मी गोटे कलेक्टिव नाउन। मु कहबी द आर्मी इज रेडी फॉर द वॉर, आर्मी कलेक्टिव नाउन, वर्ब है इज सिंगुलर वर्ब। किंतु जो कहबी द आर्मी आर रेडी फॉर द वॉर, कहब सर कलेक्टिव नाउन पर अपन तो कहते सिंगुलर वर्ब पुणी आर्मी पर आर के बसैले ये बसला सेटा हेगला नाउन ऑफ मल्टीट्यूड। ये आर्मी अर्थ हूँ सोल्जर, आर्मी अर्थ ये है सोल्जर। आर्मी आर रेडी फॉर द वॉर मीन्स सोल्जर्स आर रेडी फॉर द वॉर। तापर आसला कौन मेटेरियल नाउन। व्हाट इज मेटेरियल नाउन? जेते मेटाल धातु आम साइंस पढ़ी वस्तु और पदार्थ, पदार्थ तैयार हुए वस्तु, तो पदार्थ को भांगिले आउ किसी बाहर पदार्थ। मौलिकटा हूँ मौलिक कथाटा हूँ पदार्थ। आम सपोज कह सुना गोटे मेटाल, ताको भांगिले सुना से सुना रहिबो जिते भांगिले। जिते आम सुनाटा को ऑर्नामेंट करदबा, ऑर्नामेंट हेगला कॉमन नाउन। तो सुनाटा हूँ मेटेरियल नाउन। आयरन, कॉपर, सिल्वर, ब्रोंज ये सब हेले मेटेरियल नाउन। अर्थ से वस्तुर मौलिक तत्वटा हूँ मेटाल, मेटेरियल। आम कह मन कर चेयर, चेयर गोटे कॉमन नाउन। तो चेयरटा कौन तैयारी? काठ, काठ हूँ मेटेरियल नाउन। काठ भांगिले से काठ हम कि काठ तैयारी चेयर। तो मेटेरियल नाउन तैयारी हो पार कॉमन नाउन। कॉमन नाउन भांगिदेले हो मेटेरियल नाउन। बुझे? तापर आसला कौन सिंगुलर नाउन। तमर ए कस्मस रे वर्ल्ड रे जो जो गुड़ाक सिंगुलर तांको सेकेंड करने आउ के नहांती से सिंगुलर नाउन। सन, मून, बुझे स्काय, एमानकु एंकर आहुरी आउ कौन से विकल्प नहीं, सिंगल। बुझे? तेणु कहुए सिंगुलर नाउन। आ गोटे हूँ कंपाउंड नाउन। दुईटा नाउन एकाठी मिसी गले हाइफेन देकरी गोटे नाउन हो जाए, से नाउन तो कह कंपाउंड नाउन। फादर इन लॉ, फादर हाइफेन इन हाइफेन लॉ इज ए कंपाउंड नाउन। तो कंपाउंड नाउनटा कह पछके दैट इज ए कॉमन नाउन, दैट इज ए कॉमन नाउन। तो नाउन गोटे कथा कहती रैली ऑफ नाउन। रैली ऑफ नाउन मु तुमको कहबी एब्स्ट्रैक्ट नाउन पढ़ेला परे। कहीं ना आमे जो वस्तु देखुचे तार प्रथम फॉर्म हूँ एब्स्ट्रैक्ट फॉर्म। तमें स्पिरिचुआलिटी को नेले चलिबो एइथि पई जे
ହୋଲ୍ କସ୍ମସଟା ଶୂନ୍ୟରୁ ତିଆରି। ନାଉନଟା ସେମିତି ତାର ଫାର୍ଷ୍ଟ ଫର୍ମ ହେଉଛି ଇଟ୍ ଇଜ୍ ଆବଷ୍ଟ୍ରାକ୍ଟ। ଆଗ ହେଉଛି ଫିଲିଂ, ଫିଲିଂଟା ହେବ ବସ୍ତୁ, ଫିଲିଂରୁ ଯାହା ଡେଭଲପ୍ କରିବ ନାଉନ୍ ଗୁଡ଼ାକ ଆଗ ହେଇଯିବ ଆବଷ୍ଟ୍ରାକ୍ଟ ନାଉନ୍। ତୁମେ ପଢ଼ିଲା ପରେ ଆବଷ୍ଟ୍ରାକ୍ଟ ନାଉନ୍ଟା କହିଲା ପରେ ବୁଝିପାରିବ। ତେଣୁ ତମମାନଙ୍କୁ ମୁଁ ଆବଷ୍ଟ୍ରାକ୍ଟ ନାଉନ୍ ଆସନ୍ତା କ୍ଲାସ୍ରେ ପଢ଼େଇବି। ତାପରେ କଂକ୍ରିଟ୍ ନାଉନ୍ ତ ପଢ଼େଇ ଦେଲି। ଏ କଂକ୍ରିଟ୍ ନାଉନ୍ ସଂକ୍ରାନ୍ତୀୟ ମୁଁ ତମମାନଙ୍କୁ କିଛି ଡାକୁଛି ନାଉନ୍, ତମମାନେ କହିବ ଯେ ସେଗୁଡ଼ିକ କେଉଁ ନାଉନ୍। ଯେଉଁଟା ମୁଁ ବର୍ତ୍ତମାନ କହିଲି ସେଇଟା ମୁଁ ଆସନ୍ତା କ୍ଲାସ୍ ଡିସ୍କସନ୍ କରିଦେବି। ମୁଁ ତମକୁ କେଉଁ ନାଉନ୍ ଡାକୁଛି ସମ୍ଭବ ଲେଖ, ଆଣ୍ଡ ତମେ ଲେଖିକି ଆନ୍ସର କରିଥିବ। ମୁଁ ଡିସ୍କସନ୍ କଲେ ଠିକ୍ଟା ଜାଣିଦେବ। ନାଉନ୍ ଡାକୁଛି ଲେଖ। ପ୍ରଥମେ ହେଉଛି ହାଉସ୍, ସେକେଣ୍ଡ ହେଉଛି ଫର୍ଣ୍ଣିଚର, ଥାର୍ଡ ହେଉଛି ଆଇରନ୍, ମିଟିଂ, ପାର୍ଲାମେଣ୍ଟ, ଷ୍ଟୁଡେଣ୍ଟ, टीचर, गोविंद, अर्थ, न्यूयॉर्क, बुक, लाइब्रेरी, हेले तमें एतिकू मन मन आंसर कर मु जहाँ जहाँ कहली मुझे गुड़िक कमिंग क्लास डिस्कसन कर कहीदेवी एगुड़ कौन। कारण नाउन रो अनेक कथा कहूँ अच्छी। नाउन हूँ गोटे पार्ट ऑफ स्पीच जार नंबर, जेंडर, पर्सन, केस यही चारटा अच्छी। नंबर अर्थ सिंगुलर नंबर, प्लुराल नंबर, जोटा आम कहूचे एक वचन बहुवचन। जेंडर लिंग, पुल्लिंग, स्त्रीलिंग, क्लीबलिंग, मैस्कुलाइन, फेमिनाइन, जहाँ सब। आ गोटे हूँ थर्ड हूँ पर्सन, फर्स्ट पर्सन, सेकंड पर्सन, थर्ड पर्सन। आ गोटे हूँ केस। तो नंबर, जेंडर, पर्सन तुम मान को जहाँ पढ़ेबी अधिक भाव तार एप्लिकेशन होची केस रे। तार अनेक केस अच्छी। एटा कमिंग क्लास रे मु डिस्कसन करी। ए प्रश्न जो देछि तुमको उत्तर तुम कहीदेवी। एब्स्ट्रैक्ट नाउन पढ़ी सारा परे नाउन रो केस पढ़े। कारण अन्य कौन से पार्ट ऑफ स्पीच केस ना, केवल नाउन अच्छी केस। नंबर, जेंडर, पर्सन, केस एमती केवल नाउन अच्छी। प्रोनाउन, एडजेक्टिव, एडवर्ब, वर्ब ये सब कहार इसी जिनिस ना। तेणु आमे कमिंग क्लास रे पढ़िबा ए डिस्कशन करिबा। तापर पढ़िबा फंक्शंस ऑफ नाउन। कारण तीनटा कथा उपरे गोटे कॉन्सेप्ट बेस करे। गोटे होची तार डेफिनिशन, गोटे होची फंक्शन, आ गोटे होची एप्लिकेशन। आमे साइमल्टेनियसली तीनटा को पढ़िबा, कवर करिबा, सो दैट तुम मनकर फंडामेंटल क्लियर ही पारिबो। हैला तो आज क्लास को तुम माने पढ़िबो, सुनिबो, तापरे कमेंट बॉक्स में कमेंट दे पारबो। कोटा बुझी पारलो, कोटा बुझी न पारलो, कौन करलो मु जानि परिबी। से अनुसार तुम मान को तैयारी करी। धन्यवाद।